ନେଇଗଲା ସେ ବସିକି ତା ଘରକୁ ନେଇକି ଗଲା। ଅଧା ବାଟ ଯାଇଛି କୁମ୍ଭୀର କହିଲା ଆରେ ମୂର୍ଖ ମାଙ୍କଡ଼ ମୋ ସ୍ତ୍ରୀ ମୋତେ କହିଛି ମୁଁ ଆଜି ମୋତେ ନେଲେ ସେଇଟା କଲିଜା ଖାଇବ। ଜାମୁକୋଳି ତ ଏତେ ମିଠା ତୁ କଲିଜା କେତେ ମିଠା ହେଇଯିବ। ମାଙ୍କଡ଼ ଚିନ୍ତା କଲା କେମିତି କହିଲାଣି ସେ କ'ଣ କଲା ନା ମାଙ୍କଡ଼ କହିଲା କୁମ୍ଭୀର ଭାଇ ତମେ କେଡ଼େ ହେଉଛି ମୋ କଲିଜା ତ ଜାମୁକୋଳି ଗଛରେ ଅଛି ମୁଁ ତମକୁ କଲିଜା କେମିତି ଆଣିକି ଦେବି। ଚାଲ ଆମେ ଜାମୁକୋଳି ଗଛ ପାଖକୁ ଯିବା ମୋ କଲିଜା ନେଇକି ଆସିବା ଆଇଲେ ତମେ ତମ ସ୍ତ୍ରୀକି ଖାଇବାକୁ ଦବ। ସେ ସେଠୁ କ'ଣ କଲେ ନା ଦୁଇ ଜଣ ଯାକ ସାଙ୍ଗ ହେଇକି ନଈ ଗଛ ପାଖକୁ ଗଲେ। ପୋଖରୀ ଥିଲା ଗଛ ପାଖକୁ କ'ଣ କଲେ ଯେତେବେଳେ ମାଙ୍କଡ଼ଟି ଡେଇଁକିରି ଯାଇକି ଗଛ ଉପରେ ପହଞ୍ଚିଲା କହିଲା ମୂର୍ଖ କୁମ୍ଭୀର କେଇଟା କଲିଜା କ'ଣ ଗଛ କୋରଡ଼ରେ ଥୋଇଥାନ୍ତି। କଲିଜା କୋଉଠି ଥାଏ